ଯେଉଁ ଲୋକମାନଙ୍କର ବ୍ୟାଙ୍କକୁ ଟଙ୍କାଟି ଆସେନି ବା ମୋବାଇଲକୁ ମେସେଜ ଆସେନି ସୁଭଦ୍ରା ଯୋଜନାର, ତାହେଲେ ସେହି ଲୋକମାନଙ୍କୁ କେବେ ଟଙ୍କା ମିଳିବ ଏବଂ 15 ତାରିଖ ପରେ ଯେଉଁମାନେ ସୁଭଦ୍ରା ଯୋଜନା ଆପ୍ଲାଏ କରିଛନ୍ତି ସେମାନଙ୍କୁ କେବେ ଟଙ୍କା ମିଳିବ, ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ଭିଡ଼ିଓରେ ସେ ବିଷୟରେ ଆମେ ଆଲୋଚନା କରିବା, ତେଣୁ ଭିଡ଼ିଓଟିକୁ ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଚ୍ୟାନେଲକୁ ପ୍ରଥମ ଥର ଆସିଥିଲେ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦିଅନ୍ତୁ। ଦେଖନ୍ତୁ, ଯେଉଁମାନଙ୍କର ମୋବାଇଲକୁ ମେସେଜ ଆସେନି, ହୁଏତ ସେମାନଙ୍କର ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ନଥିବ, ସେଥିପାଇଁ ମୋବାଇଲକୁ ମେସେଜ ଆସିନପାରେ, କିମ୍ବା ଯେଉଁମାନେ ଲେଟ୍ରେ ବା ବିଳମ୍ବରେ ଆପ୍ଲାଏ କରିଥିଲେ ସେମାନଙ୍କର ହୁଏତ ଟେଷ୍ଟିଂ ହେଇନଥିବ, ସେଥିପାଇଁ ସେମାନଙ୍କର ସୁଭଦ୍ରା ଟଙ୍କାଟି ଲେଖାଇ ବ୍ୟାଙ୍କ ଆକାଉଣ୍ଟରୁ ଛଡ଼ାଇନି। କିନ୍ତୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଶ୍ୱାସନା ଦେଇକି ଲୋକମାନଙ୍କୁ କହିଛନ୍ତି ଯେ ସମସ୍ତେ ନିଶ୍ଚିତରେ ରୁହନ୍ତୁ। ଯେତେ ମହିଳା ଆପ୍ଲାଏ କରିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ 60 ଲକ୍ଷ ମହିଳା ଆପ୍ଲାଏ କରିଛନ୍ତି ସୁଭଦ୍ରା ଯୋଜନା ପାଇଁ ଏବଂ ପ୍ରଥମ କିସ୍ତିରେ 60 ଲକ୍ଷ ମହିଳାକୁ ମିଳିବ। କିନ୍ତୁ 15 ତାରିଖ ପରେ ଯେଉଁମାନେ ଆପ୍ଲାଏ କରୁଛନ୍ତି ସେମାନଙ୍କୁ ମଧ୍ୟ କ'ଣ ହେବ, ସେମାନଙ୍କର ଧୀରେ ଧୀରେ ପଇସା 20 ତାରିଖ 25 ତାରିଖ ଭିତରେ ସେମାନଙ୍କୁ ମଧ୍ୟ ପଇସା ମିଳିଯିବ ବୋଲି ପ୍ରଭାତୀ ପରିଡ଼ା କ'ଣ କରିଛନ୍ତି, ସୂଚନା ଦେଇଛନ୍ତି। ତେଣୁ ଯେଉଁମାନଙ୍କର ମେସେଜ ଆସିନି ବା ଟଙ୍କା ଆସିନି ସେମାନେ କିଛି ବ୍ୟସ୍ତ ହେବାର ନାହିଁ। ସେମାନଙ୍କର 17 ତାରିଖ ନ ଆସିଲେ ମଧ୍ୟ 20 କିମ୍ବା 25 ତାରିଖ ଭିତରେ ସେମାନଙ୍କର ଟଙ୍କା ଖାତାକୁ ଆସିଯିବ।